ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ +3 6 ସେମିଷ୍ଟାର ଓଡ଼ିଆନସ୍ ପିଲାମାନଙ୍କ ପାଇଁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ତ ପିଲାମାନେ ଆଜିର ଭିଡ଼ିଓଟି ତୁମର କୋର୍ 13 ର ୟୁନିଟ୍ 4 କ'ଣ ଅଛି ତୁମର ଭାଷା ଓ ଜାତୀୟତା ବିଷୟରେ ଅଛି। କିଏ ଲେଖିଛନ୍ତି? ଗୋପବନ୍ଧୁ ଦାସ ହେଲା। ତା ସହିତ ମୁଁ ସତ୍ୟ ଧର୍ମ କହୁଛି କିଏ? ଚନ୍ଦ୍ରଶେଖର ରଥ। ବିବେକାନନ୍ଦ ଏକ ଗୁହାମୁକ୍ତିର ପ୍ରୟାସ ଯୋଉ ଚିତ୍ତରଞ୍ଜନ ଦାସଙ୍କର ଅଛି। ତ ଆମେ ତ ଫାଷ୍ଟ ତୁମର ଭାଷା ଓ ଜାତୀୟତାର ଯେତିକି ତୁମର ସର୍ଟ କ୍ୱେଶ୍ଚନ ଗୁଡ଼ାକ ଅଛି ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା, ଦେଖିବା ଯେଉଁଗୁଡ଼ିକ କି ପରୀକ୍ଷା ପାଇଁ ଉପଯୋଗୀ ଏକ୍ଜାମରେ ଆସିବ ହେଲା। ତ ଚାଲନ୍ତୁ ଆଉ କିଛି ଭିଡ଼ିଓଟିକୁ ଡେରି ନ କରି ଆରମ୍ଭ କରିଦେବା। ତ ଚାଲନ୍ତୁ ପିଲାମାନେ এইটি তোমার স্টার্ট হয়ে গেল সর্ট কোশ্চেন গুড়াক। ভাষা ও জাতীয়তা প্রবন্ধর প্রাবন্ধিক কিଏ? ফার্স্ট কোশ্চেন পড়ে আসলা। তো এটা পুরো কম্পলসরি কোশ্চেন হলা। তুমি লং কোশ্চেন লেখ কি তুমি 3 মার্কর লেখ, তো এটা তোমাকে লিখতে পড়িব কোন তুমি কবি পরিচয় বা কোন তোমার প্রবন্ধর প্রাবন্ধিক কিଏ? এইটা যে প্রবন্ধটি হচ্ছে কোন না ভাষা ও জাতীয়তা। সত্যবাদী যুগর সাধক উৎকଳମଣି ଗୋପବନ୍ଧୁ ଦାସ ଭାଷା ଓ ଜାତୀୟତା ପ୍ରବନ୍ଧର ପ୍ରାବନ୍ଧିକ ଭାବରେ ପରିଚିତ। କିଏ? ଉତ୍କଳମଣି ଗୋପବନ୍ଧୁ ଦାସ ହେଲା। ତାପରେ ଦେଖିବା ଗୋପବନ୍ଧୁ ଦାସଙ୍କର ପିତାମାତାଙ୍କର ନାମ କ'ଣ? ତ ପିଲାମାନେ ଗୋପବନ୍ଧୁ ଦାସଙ୍କର ପିତାମାତା ପ୍ରାୟତଃ ଜାଣିଛନ୍ତି କିଏ? ତାଙ୍କର ପିତାଙ୍କ ନାମ ହେଉଛି ଦୈତାରୀ ଦାସ ଏବଂ ମାତା ହେଉଛି ସ୍ୱର୍ଣ୍ଣମୟୀ। ତାପରେ ଦେଖିବା ଗୋପବନ୍ଧୁ ଦାସ କେଉଁ ଯୁଗର ମୁଖ୍ୟ ପୁରୋଧା ଥିଲେ? ନା ଗୋପବନ୍ଧୁ ଦାସ ଥିଲେ ଜଣେ ଓଡ଼ିଆ ସାହିତ୍ୟର ସତ୍ୟବାଦୀ ଯୁଗର ମୁଖ୍ୟ ପୁରୋଧା। କେଉଁ ଯୁଗର ଥିଲେ? ନା ସତ୍ୟବାଦୀ ଯୁଗର ମୁଖ୍ୟ ପୁରୋଧା ଥିଲେ ହେଲା। ତାପରେ ଦେଖିବା ତମର 4 ନମ୍ବର କ'ଣ ଅଛି? ହଁ ତମର ଗୋପବନ୍ଧୁ ଦାସ କେଉଁ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ? ନା ଗୋପବନ୍ଧୁ ଥିଲେ ଏକାଧାରରେ ଦେଶସେବୀ, ତା ସହିତ ଜ୍ଞାନଦାତା, ଶିକ୍ଷକ, କର୍ମୀ, କବି, ଲେଖକ ଓ ସମ୍ପାଦକ ଥିଲେ। ସେ ତ୍ୟାଗର ମୂର୍ତ୍ତିମନ୍ତ ବିଗ୍ରହ ଅଟନ୍ତି। ତାପରେ ଦେଖିବା ଗୋପବନ୍ଧୁଙ୍କର ସମ୍ପାଦନାରେ କେଉଁ ପତ୍ରିକା ଓ ଖବରକାଗଜ ପ୍ରକାଶ ଲାଭ କରିଥିଲା? ନା ଗୋପବନ୍ଧୁଙ୍କର ସମ୍ପାଦନାରେ ସତ୍ୟବାଦୀ ପତ୍ରିକା, ସମାଜ ଖବରକାଗଜ ପ୍ରକାଶ ଲାଭ କରିଥିଲା। ଗୋପବନ୍ଧୁଙ୍କର କେଉଁ ସୃଷ୍ଟି ସମ୍ଭାର ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି? ନା ଗୋପବନ୍ଧୁଙ୍କ ରଚନା ଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା, ଧର୍ମପଦ, ଅବକାଶ ଚିନ୍ତା, ନଚିକେତା ଉପାଖ୍ୟାନ, ଗୋ ମହାତ୍ମ୍ୟ ପ୍ରଭୃତି କାବ୍ୟ କବିତା ଗୁଡ଼ିକ ହେଲା। ତ ଏତଦ୍ ବ୍ୟତୀତ ଓଡ଼ିଆ ଜାତୀୟତା, ଦୟା, ତା ସହିତ ଆଜ୍ଞାନୁବର୍ତ୍ତିତା, ଶିକ୍ଷା କ'ଣ ଓ ଓଡ଼ିଆ ଜାତି କିଏ ଆଦି ବହୁ ଉଚ୍ଚ କୋଟିର ପ୍ରବନ୍ଧର ରଚୟିତା ଭାବରେ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତାପରେ ଦେଖିବା କ'ଣ ଅଛି ହେଲା ନମ୍ବର 7 ନମ୍ବର ଭାଷା ଓ ଜାତୀୟତା ପ୍ରବନ୍ଧରେ କେଉଁ କଥା ଉଲ୍ଲେଖ କରିଛନ୍ତି? ନା ଭାଷା ଓ ଜାତୀୟତା ପ୍ରବନ୍ଧରେ ପାଠକଙ୍କୁ ପ୍ରାବନ୍ଧିକ ଭାଷା ଓ ଜାତୀୟତା ସମ୍ପର୍କରେ ବୁଝାଇବା ସହିତ ଏକ ଭାଷାଭାଷୀ କହୁଥିବା ଲୋକେ ଯେ ରାଷ୍ଟ୍ରରେ ସର୍ବବିଧ ମଙ୍ଗଳ କରିପାରନ୍ତି ତାହା ସେ ବର୍ଣ୍ଣନା କରିଛନ୍ତି। ମାନେ ଆମର ଦେଶର ଭାଷା ଗୁଡ଼ିକ ହେଲା। ମାନେ ଯଦି ତମେ ଧର ତମେ ବାହାର କଣ୍ଟ୍ରିକୁ ବୁଲିବା ପାଇଁ ଯାଇଥିବ ହେଲା, ତୁମର ଭାରତ ବାହାରକୁ ପଳେଇଥିବ, ସେଠି ଯଦି ତୁମେ ଗୋଟେ ଭାରତୀୟକୁ ପାଇଗଲ ତାହେଲେ କ'ଣ ତୁମମାନଙ୍କ ମନରେ ଗୋଟେ ଏକତା ଭାବ ଜାଗ୍ରତ ଉଠିବ ଯେ ଏଇଟା ଆମର ଜାତି ଭାଇ ଆମ ଦେଶରୁ ଆସିଛି। ତ ସେଇଟା ହିଁ ଯଦି ତୁମେ ନିଜ ଭାଷା କହୁଛ, ମାନେ ପୁଣି ଲୋକମାନେ ଯିଏକି ନିଜ ରାଷ୍ଟ୍ରର ମଙ୍ଗଳ କରିଥାନ୍ତି, ଯେଉଁମାନେ କି ରାଷ୍ଟ୍ରର ଭାଷାକୁ ହିଁ କହିଥାନ୍ତି। ତ ଦେଖିବା ଆଜି ସମସ୍ତେ କ'ଣ ପାଇଁ ବ୍ୟାକୁଳ? ନା ଆଜି ସମସ୍ତେ ଭାରତୀୟ ଜାତୀୟତା ନିମନ୍ତେ ବ୍ୟାକୁଳ। ଭାରତର ଜାତୀୟତା ପ୍ରତିଷ୍ଠା ପାଇଁ କେଉଁଥିରେ ସୂଚନା ଦିଆଯାଇଛି? ନା କେଉଁଥିରେ ସଭା ସମିତି, ତା ସହିତ ବକ୍ତୃତା, କାବ୍ୟ, ନାଟକ, ଉପନ୍ୟାସ ଆଦିରେ ରୂପକ ଛଳରେ ଭାରତୀୟ ଜାତୀୟତା ପ୍ରତିଷ୍ଠା ପାଇଁ ସୂଚନା ଦିଆଯାଇଅଛି। ତାପରେ ଦେଖିବା କେଉଁ ସମସ୍ୟା ଭାରତ ପକ୍ଷେ ବଡ଼ ଗୁରୁତର? ନା ଦେଖ ନା ପ୍ରକୃତରେ ଭାରତର ଜାତୀୟ ସମସ୍ୟା ଭାରତ ପକ୍ଷେ ବଡ଼ ଗୁରୁତର। କାହା ସହିତ କାହା ସମ୍ପର୍କ କଥା ଭାବିବାକୁ ସାହସ ପାଏ ନାହିଁ ବୋଲି ଲେଖକ କହିଛନ୍ତି। ନା କୁମାରିକାର ହିମାଳୟ ସହିତ କିଛି ସମ୍ପର୍କ ଥିବା କଥା ଭାବିଲା ବେଳକୁ ସାହସ ପାଏ ନାହିଁ ବୋଲି ଲେଖକ ପ୍ରକାଶ କରିଛନ୍ତି। ମାନବ ପ୍ରାଣର ମିଳନ ପାଇଁ ଏକମାତ୍ର ପନ୍ଥା ଭାବରେ କାହାକୁ ଗ୍ରହଣ କରାଯାଇଛି? ନା ଭାଷାର ଏକତା ମାନବ ପ୍ରାଣର ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା। ପ୍ରାଦେଶିକ ସ୍ୱତନ୍ତ୍ର ବୃଦ୍ଧି ହେଲେ ମଧ୍ୟ କିଏ ସ୍ୱତନ୍ତ୍ର ମଧ୍ୟରେ ସୁଦୃଢ଼ ଏକତା ରଖିଛନ୍ତି? ନା ଦେଖନ୍ତୁ ପ୍ରାଦେଶିକ ସ୍ୱତନ୍ତ୍ର ବୃଦ୍ଧି ହେଲେ ମଧ୍ୟ ସଂସ୍କୃତ ଭାଷା ଓ ବୈଦିକ ଭାବ ସ୍ୱତନ୍ତ୍ର ମଧ୍ୟରେ ଏକତା ରଖିବାରେ ସମର୍ଥ ହୋଇଅଛି। ତାପରେ ଦେଖିବା ଦ୍ରାବିଡ଼ ସଙ୍ଗେ ଆର୍ଯ୍ୟର ସଂଘର୍ଷ ପରେ କେଉଁମାନେ ଆର୍ଯ୍ୟ ସଭ୍ୟତା ଗ୍ରହଣ କଲେ ଓ ଦ୍ରାବିଡ଼ ମାନେ ଆର୍ଯ୍ୟ ଭାଷା, ଆର୍ଯ୍ୟ ଭାବ ଓ ଆର୍ଯ୍ୟ ସଭ୍ୟତା ଗ୍ରହଣ କରିଥିଲେ। ଦ୍ରାବିଡ଼ ଆର୍ଯ୍ୟ ସଙ୍ଗେ ମିଶିଗଲେ। ତାପରେ ଦେଖିବା କ'ଣ ଅଛି ତମର ଭାବ ଓ ସଭ୍ୟତାର ମୂଳରେ କ'ଣ ରହିଛି ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି? ନା ଭାବ ଓ ସଭ୍ୟତାର ମୂଳରେ ଭାଷା ଅଛି। ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ, ଏହା ନିଃସନ୍ଦେହ। ତାପରେ ଦେଖିବା ଯୁକ୍ତରାଷ୍ଟ୍ର ଆମେରିକାରେ
ଜାତୀୟତା ଓ ଜାତୀୟ ଭାବ କିପରି ଅକ୍ଷୁଣ୍ଣ ରହିଛି ନା ଯୁକ୍ତରାଷ୍ଟ୍ର ଆମେରିକାରେ ବହୁ ବର୍ଣ୍ଣ ବହୁ ଧର୍ମର ଲୋକମାନଙ୍କର ଭିତରେ ଜାତୀୟତା ଏକ ଭାଷାକୁ ନେଇ ସୁଦୃଢ଼ ହୋଇଛି। ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ରାଜ୍ୟରେ ଗୋଟିଏ ଜାତୀୟ ଭାବ ନିରନ୍ତର ଜାଗ୍ରତ ରହିଅଛି। ତାପରେ ଦେଖିବା ତମର ମୁଁ ସତ୍ୟଭାମା କହୁଛି ସର୍ଟ କ୍ୱେଶ୍ଚନ ଗୁଡାକ ହେଲା। ଚାଲ ତ ଦେଖ ପିଲାମାନେ ଏଟା ମୁଁ ସତ୍ୟଭାମା କହୁଛି ସର୍ଟ କ୍ୱେଶ୍ଚନ ହେଲା। ମୁଁ ସତ୍ୟଭାମା କହୁଛି ପ୍ରବନ୍ଧର ପ୍ରାବନ୍ଧିକଙ୍କ ନାମ କଣ ନା ଚନ୍ଦ୍ରଶେଖର ରଥ। ମୁଁ ସତ୍ୟଭାମା କହୁଛି ପ୍ରବନ୍ଧର ସ୍ରଷ୍ଟା ଭାବରେ କଣ ସିଦ୍ଧିର ଅଧିକାରୀ ଅଟନ୍ତି। କେଉଁ ପ୍ରବନ୍ଧ ପାଇଁ ଚନ୍ଦ୍ରଶେଖର ରଥ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ନା 1978 ମସିହାରେ ଅଶ୍ରୁତ ସ୍ୱର ପ୍ରବନ୍ଧ ପାଇଁ ଚନ୍ଦ୍ରଶେଖର ରଥ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ଚନ୍ଦ୍ରଶେଖର ରଥଙ୍କର ସୃଷ୍ଟି ସମ୍ଭାର ଗୁଡ଼ିକର ନାମ ଉଲ୍ଲେଖ କର। ଚନ୍ଦ୍ରଶେଖର ରଥଙ୍କର ପ୍ରକାଶିତ ଗ୍ରନ୍ଥ ଗୁଡ଼ିକ ମଧ୍ୟରେ କଣ କଣ ଯନ୍ତ୍ରାରୂଢ଼, ଅସୂର୍ଯ୍ୟ ଉପନିବେଶ ଓ ନବଜାତକ ଆଦି ଉପନ୍ୟାସ ଏବଂ ଅନେକ ବନ୍ୟା ପରେ ଅନ୍ୟ ଏକ ସକାଳ, ସବୁଠାରୁ ଦୀର୍ଘ ରାତି, ମନ ଅରଣ୍ୟ, ତା ସହିତ ଅଶ୍ରୁତ ସ୍ୱର, ମଧୁସନ୍ଧାନ ଆଦି ରଚନା ସମୂହ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ବଳିଷ୍ଠ କରିପାରିଛନ୍ତି। ତାପରେ ଦେଖିବା ତମର 4 ନମ୍ବର କଣ ଅଛି। ମୁଁ ସତ୍ୟଭାମା କହୁଛି ପ୍ରବନ୍ଧରେ ପ୍ରାବନ୍ଧିକ କଣ ଉଲ୍ଲେଖ କରିଛନ୍ତି ନା ମୁଁ ସତ୍ୟଭାମା କହୁଛି ପ୍ରାବନ୍ଧିକଙ୍କର ଏକ ବହୁଚର୍ଚିତ କୃତି। ପ୍ରାବନ୍ଧିକ ଆତ୍ମକଥନ ଶୈଳୀରେ ଏହାର ଉପସ୍ଥାପନା କରିଛନ୍ତି ସତ୍ୟ ଓ ଧର୍ମର ନିରବଚ୍ଛିନ୍ନ ବିକାଶ ଓ ଏହାର ଗତିପଥରେ ସୃଷ୍ଟି କରିଥିବା ପ୍ରତିବନ୍ଧକର ଚମତ୍କାର ଆତ୍ମନିଷ୍ଠ କଳାତ୍ମକ ରୂପ ଅଙ୍କନ କରିଛନ୍ତି ସ୍ରଷ୍ଟା। ତାପରେ ଦେଖିବା ହେଲା ଦେଖ ବନ୍ଦୀ ଜଣକ ତାଙ୍କ ସମ୍ପର୍କରେ ଆସିଥିବା ଅଭିଯୋଗ ଗୁଡ଼ିକ ପୁଙ୍ଖାନୁପୁଙ୍ଖ କାହା ଆଗରେ ତର୍ଜମା କରିଛନ୍ତି ନା କଣ ସମ୍ପୂର୍ଣ୍ଣ ସତ୍ୟ କହିବାର ନିର୍ଭର ପ୍ରତିଶ୍ରୁତି ଦେଇ ବନ୍ଦୀ ଜଣକ ତାଙ୍କର ସମ୍ପର୍କରେ ଆସିଥିବା ଅଭିଯୋଗ ଗୁଡ଼ିକର ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି କଣ କାହା ଆଗରେ ବିଚାରକଙ୍କ ଆଗରେ। ବନ୍ଦୀ ଜଣଙ୍କର ବିରୋଧରେ ପ୍ରଥମ ଅଭିଯୋଗ କଣ ଥିଲା ନା ଦେଖନ୍ତୁ ବନ୍ଦୀ ସମ୍ପର୍କରେ ପ୍ରଥମ ଅଭିଯୋଗ ଥିଲା ଯେ ସେ ଦେଶଦ୍ରୋହୀ, ରାଷ୍ଟ୍ର ଧର୍ମର ସେ ବିରୁଦ୍ଧାଚରଣ କରୁଛନ୍ତି। ବନ୍ଦୀ ଜଣଙ୍କର ବିରୁଦ୍ଧରେ ଦ୍ୱିତୀୟ ଅଭିଯୋଗ କଣ ଥିବାର ନିଜେ ଲେଖକ ବର୍ଣ୍ଣନା କରିଛନ୍ତି ନା ଦ୍ୱିତୀୟ ଅଭିଯୋଗ ଥିଲା ଯେ ନାସ୍ତିକ, ମନ୍ଦିର ମସଜିଦକୁ ସେ ଅସ୍ୱୀକାର କରନ୍ତି। ଲେଖକଙ୍କର ବର୍ଣ୍ଣନାରେ ବନ୍ଦୀଙ୍କର ଅନ୍ୟ ଅଭିଯୋଗ ଗୁଡ଼ିକ କଣ ଥିଲା ନା ଅନ୍ୟ ଅଭିଯୋଗ ଗୁଡ଼ିକ ମଧ୍ୟରେ ସେ କଥାକଥିତ ଧନୀ ମାନି ଓ ଜ୍ଞାନୀ ମାନଙ୍କୁ ସର୍ବ ସମକ୍ଷରେ ଅପମାନିତ ଲାଞ୍ଛିତ କରନ୍ତି, ତରୁଣମାନଙ୍କୁ ପ୍ରଭାବିତ କରି ଉଶୃଙ୍ଖଳ ଓ ଦିଗଭ୍ରାନ୍ତ କରୁଛନ୍ତି, କୁଶିକା ଦେଇଛନ୍ତି। ସର୍ବଶେଷରେ ସେ ନିଜକୁ କଣ ପଣ୍ଡିତମନ୍ୟ, ଅହଙ୍କାରୀ ଓ ଦାମ୍ଭିକ ଭାବରେ ଉପସ୍ଥାପନା କରିଛନ୍ତି। ତାପରେ ଦେଖିବା 9 ନମ୍ବର କଣ ଅଛି। କିଏ ଅନ୍ତର ଭିତରେ ଥାଇ ମାର୍ଗଦର୍ଶନ କରେ ନା ଯିଏ ଅସତ୍ୟ, ଅଶୁଭ, ଅନ୍ୟାୟ ଏବଂ ଅକଲ୍ୟାଣରୁ ନିବୃତ୍ତ ରହିଥାଏ ସେହି ଅଦ୍ଭୁତ ଦିବ୍ୟ ଶକ୍ତି ଯାହା ଅନ୍ତର ଭିତରେ ଥାଇ ମାର୍ଗଦର୍ଶନ କରେ। ନିର୍ଦ୍ଦିଷ୍ଟ ସୀମା ଭିତରେ ସେ ଆବଦ୍ଧ ନୁହନ୍ତି। ଲେଖକ ଆତ୍ମକଥନ ଶୈଳୀରେ କାହାର ପରିଚୟ ଦେଇଛନ୍ତି ନା ଆତ୍ମକଥନ ଶୈଳୀରେ ପ୍ରକାଶ କରୁଥିବା ବ୍ୟକ୍ତି ଜଣଙ୍କର ନାମ ହେଉଛି କିଏ ନା ମହାପ୍ରାଜ୍ଞ ସକ୍ରେଟିସ୍। ସକ୍ରେଟିସ୍ କାହିଁକି ଦେଶଦ୍ରୋହୀ ଥିଲେ ନା ସକ୍ରେଟିସ୍ ଭିନ୍ନ ମତ ପୋଷଣ କରୁଥିବାରୁ ସେ ଦେଶଦ୍ରୋହୀ ଅଟନ୍ତି। କାହାକୁ ଯୋଗ୍ୟ ପ୍ରବୃତ୍ତି ବୋଲି କୁହାଯାଇଥାଏ ନା ପୁରାତନକୁ ପରିହାର କରି ନୂତନକୁ ଗ୍ରହଣ କରିହେବ ନାହିଁ ଯୋଗ୍ୟ ପ୍ରବୃତ୍ତି ଯାହାକି ଚିରକାଳ ସତ୍ୟ ଭାବରେ ବିବେଚିତ ହୋଇଥାଏ। ସକ୍ରେଟିସ୍ ବିରୁଦ୍ଧରେ ଅଭିଯୋଗ କଣ ଥିଲା ନା ଦେଖନ୍ତୁ ଧର୍ମରାଷ୍ଟ୍ରର ବିରୁଦ୍ଧାଚରଣ, ତା ସହିତ ପ୍ରତିଷ୍ଠିତ ମନ୍ଦିର ମସଜିଦକୁ ଅସ୍ୱୀକାର କରିବା, ମାନନୀୟ ଜ୍ଞାନୀମାନଙ୍କୁ ଅପଦସ୍ଥ, ବଦିଷ୍ଣୁ ତରୁଣମାନଙ୍କୁ ଉଶୃଙ୍ଖଳ, ଦିଗ୍ଭ୍ରାନ୍ତ ତଥା କୁଶିକ୍ଷା ଦେବା ଆଦି ଅଭିଯୋଗରେ ସକ୍ରେଟିସ୍ ଅଭିଯୁକ୍ତ ଥିଲେ। ତାପରେ ଦେଖିବା 14 ନମ୍ବର କୋଡ ଅଛି ହେଲା। ଆଜି ନୁହେଁ ଚିରକାଳ ମୁଁ ନିର୍ଭୀକ, ଯାତନା କିମ୍ବା ମୃତ୍ୟୁ ଭୟରେ କଣ ନ କରିବା ପାଇଁ ସକ୍ରେଟିସ୍ କହିଛନ୍ତି। ଯାତନା କିମ୍ବା ମୃତ୍ୟୁ ଭୟରେ ସକ୍ରେଟିସ୍ ସତ୍ୟପଥରୁ ବିଚଳିତ ନ ହେବାକୁ କହିଛନ୍ତି। ସକ୍ରେଟିସ୍ଙ୍କର ଦ୍ୱିତୀୟ ଉଦ୍ଦେଶ୍ୟ କଣ ଥିଲା ଯେହେତୁ ନ୍ୟାୟର ତୁଳାଦଣ୍ଡରେ ଉଭୟ ପକ୍ଷ ସନ୍ତୁଳିତ ହେଲେ ହେଁ ବିଚାର ସମ୍ଭବ ଏବଂ ସ୍ୱପକ୍ଷ ଓ ପରପକ୍ଷର ଯୁକ୍ତି ଉପରେ ସିଦ୍ଧାନ୍ତ ନିର୍ଭରଶୀଳ, ସେହି ନ୍ୟାୟ ବିଚାର ସକାଶେ ସକ୍ରେଟିସ୍ ଯାହା ସତ୍ୟ ତାହା ଉପସ୍ଥାପନ କରିବା ତାଙ୍କର କିଏ ନା ଦ୍ୱିତୀୟ ଉଦ୍ଦେଶ୍ୟ ଥିଲା। ତାପରେ ଦେଖିବା 16 ନମ୍ବର ହେଲା।
ତରୁଣ ମାନେ ସକ୍ରେଟିସଙ୍କ ପାଖକୁ ଆସନ୍ତି କାହିଁକି? ତରୁଣ ମାନେ ମୂଳତଃ ଦିଗ୍ଭ୍ରାନ୍ତ, ସେମାନେ ଜାଣିବାକୁ ଚାହାନ୍ତି ସେମାନଙ୍କର ଲକ୍ଷ୍ୟ, ତେଣୁ ସେମାନେ ସକ୍ରେଟିସଙ୍କ ପାଖକୁ ଦିଗ୍ଭ୍ରାନ୍ତ ନୁହେଁ କିନ୍ତୁ ଦିଗ ପାଇବାକୁ ଆସନ୍ତି। ସକ୍ରେଟିସ୍ ସେମାନଙ୍କୁ ଦିଗ ଦେଖାଇ ନ ଦେଇ ନିଷ୍ଠାର ସହିତ ଦିଗ ଖୋଜିବା ଶିଖେଇ ଦିଅନ୍ତି। ସକ୍ରେଟିସଙ୍କର ଏକମାତ୍ର ଉଦ୍ଦେଶ୍ୟ କ'ଣ ଥିଲା? ସକ୍ରେଟିସଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା କେବଳ ସତ୍ୟର ଅନୁସନ୍ଧାନ। ସତ୍ୟ ତାଙ୍କର ଜୀବନର ବୃହତ୍ତମ ମୂଲ୍ୟ। ସକ୍ରେଟିସ୍ ନ୍ୟାୟର ଆଡ଼େ କ'ଣ ସ୍ୱୀକାର କରିଛନ୍ତି ନା, ଦେଖନ୍ତୁ, ନ୍ୟାୟ ଆସନରେ ବସିଥିବା ବିଚାରପତିଙ୍କର ଆଶାନୁରୂପ ବକ୍ତବ୍ୟ ଦେଇପାରି ନଥିବାରୁ ସକ୍ରେଟିସ୍ ନାଚାର ହୋଇଛନ୍ତି ଏବଂ ସେମାନଙ୍କୁ ପ୍ରୀତ କରି ନ ପାରିଲେ ମୃତ୍ୟୁ ଯେ ଅନିବାର୍ଯ୍ୟ ସେ ତାହା ପ୍ରକାଶ କରିଛନ୍ତି। ଜରାଜୀର୍ଣ୍ଣ ବୟସରେ ମୃତ୍ୟୁକୁ ସ୍ୱୀକାର ମଧ୍ୟ କରିଛନ୍ତି। ତାପରେ ଦେଖିବା ସକ୍ରେଟିସଙ୍କର ପାଖରେ କେତୋଟି ପଇସା ଥିଲା ନା, ସକ୍ରେଟିସଙ୍କର ପାଖରେ 3ଟି ପଇସା ଥିଲା। କେଉଁମାନେ ସକ୍ରେଟିସଙ୍କର ଶିଷ୍ୟ ଥିଲେ? କେଉଁମାନେ? ପ୍ଲାଟୋ, କ୍ଲିଟୋ, ଆଉ ଥର ପଦ୍ମପାଦ, ସୁରେଶ୍ୱର, ବିବେକାନନ୍ଦ ଆଦି ତାଙ୍କର ଶିଷ୍ୟ ଥିଲେ। ତାପରେ ଦେଖିବା ତମର ଲାଷ୍ଟରେ ଯେଉଁ ଅଛି ସ୍ୱାମୀ ବିବେକାନନ୍ଦ ଏକ ଗୁହାମୁକ୍ତିର ପ୍ରୟାସ, ଚିତ୍ତରଞ୍ଜନ ଦାସ ଲେଖିଛନ୍ତି। ତ ତାହାର ସର୍ଟ କ୍ୱେଶ୍ଚନ ଗୁଡାକ ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଏଇଠି ତମର ସର୍ଟ କ୍ୱେଶ୍ଚନ ଗୁଡାକ ଆରମ୍ଭ ହେଇଛି। ଦେଖନ୍ତୁ, ଭଗବାନଙ୍କ ପ୍ରାପ୍ତ ସମ୍ପର୍କରେ ପ୍ରାବନ୍ଧିକ କ'ଣ କହିଛନ୍ତି? ଯୁଗେ ଯୁଗେ ଭକ୍ତର ହିଁ ଭଗବାନ। ଭଗବାନ ସବୁବେଳେ ଭକ୍ତ ପାଇଁ ବାନା ଉଡ଼ାଇ ଚାଲିଛନ୍ତି। ତାଙ୍କୁ ଯିଏ ଯେପରି ଡାକି ପାରିଲା ସେ ସେପରି ଆସି ଛିଡ଼ା ହୋଇଥାନ୍ତି। ଭକ୍ତକୁ ବିପଦରୁ ରକ୍ଷା କରିବାରେ ତାଙ୍କର କାମ୍ୟ। କିଏ ତାଙ୍କୁ କେଉଁ ବାଟରେ ପାଏ ତାହା ଜଣା ନଥାଏ। କିଏ କହେ ସେ ମନ୍ଦିରରେ ଅଛନ୍ତି ପୁଣି କିଏ କହେ ରଥ ଉପରେ ବସି ସେ କୋଳାହଳରେ ଭକ୍ତର ଜନମନକୁ କିଣି ନେଇଛନ୍ତି। ଆଉ କିଏ ବିଶ୍ୱାସ କରିଥାଏ ଆକାଶ, ପବନ, ଆଲୁଅ ସବୁଠାରେ ତାଙ୍କର ବିରାଜମାନ। ସେ ଏକ ଅଭିନ୍ନ, ଯେ ତାଙ୍କୁ ଯେପରି ଡାକେ ସେ ତାଙ୍କୁ ସେପରି ପାଇଥାଏ। ବାଳକ ପ୍ରହ୍ଲାଦ ତା ସହିତ ମଧ୍ୟ ଦିନେ ଗୋଟିଏ ଖମ୍ବରୁ ଭଗବାନଙ୍କୁ ହିଁ ପାଇଥିଲେ। କିଏ? ପ୍ରହ୍ଲାଦ। ଭାଗବତରେ ମଧ୍ୟ ବିଭିନ୍ନ କାହାଣୀରେ ତାଙ୍କର ଧର୍ମର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଭଗବାନଙ୍କୁ ପାଇବା ଲାଗି ସହଜ ବାଟ ହେଲା ଦାଢ୍ୟତା ଭକ୍ତି, ଯେଉଁଟାକି ଆମେ ଡିପଲି ଭକ୍ତି କରୁ ହେଲା। କିଏ ପୁଣି କହେ ଯେ ଭଗବାନଙ୍କର ଉପରେ ବିଶ୍ୱାସ ରଖିଲେ ସେ ସଙ୍ଗେ ସଙ୍ଗେ ଆସି ମିରି ଯାଇଥାନ୍ତି। ତାଙ୍କର ସଙ୍ଗେ ତର୍କ କଲେ ତାଙ୍କୁ ଆଉ ପାଇ ହୁଏ ନାହିଁ। ସେ କୁଆଡ଼େ ଉଭେଇ ଯାଇଥାନ୍ତି। ତାଙ୍କୁ ପାଇବା କଷ୍ଟକର ବ୍ୟାପାର ହୋଇଥାଏ। ତାପରେ ଦେଖିବା 2 ନମ୍ବର କ'ଣ ଅଛି ହେଲା, ପ୍ରାବନ୍ଧିକଙ୍କର ଜିଜ୍ଞାସାର ବିଚାରଧାରା ବର୍ଣ୍ଣନା କର। ଭାରତର ବିଚାରର ଇତିହାସରେ ଜିଜ୍ଞାସା ରହିଅଛି ଯେ ଭାରତରେ ବୌଦ୍ଧ ଧର୍ମ ଓ ଜୈନ ଧର୍ମ ହେଉଛି ପ୍ରଧାନତଃ ଜିଜ୍ଞାସାର ଧର୍ମ। ପ୍ରଚଳିତ ସମାଜରେ ଓ ପ୍ରଚଳିତ ଧର୍ମର ଅନେକ ବିଶ୍ୱାସ ଓ ଅନେକ ସଂସ୍କାରବଦ୍ଧତା ବିଷୟରେ ନୂତନ ଜିଜ୍ଞାସାର ଧର୍ମ। ପ୍ରଚଳିତ ସମାଜରେ ଓ ପ୍ରଚଳିତ ଧର୍ମର ଅନେକ ବିଶ୍ୱାସ ଓ ଅନେକ ସଂସ୍କାରବଦ୍ଧତା ବିଷୟରେ ନୂତନ ଜିଜ୍ଞାସାର ଅବତାରଣ କରି ଭାରତୀୟ କ୍ଷେତ୍ରରେ ଏହି 2ଟି ଧର୍ମଯାନର ଆରମ୍ଭ ହୋଇଥିଲା। ଶଙ୍କରାଚାର୍ଯ୍ୟ ଏହି ଜିଜ୍ଞାସାକୁ ଜିନ୍ ଧର୍ମ ସର୍ବପ୍ରଧାନ ଅବଲମ୍ବନ ବୋଲି ଗ୍ରହଣ କରି ପୁରାତନ ପରମ୍ପରା ମୂଳଦୁଆକୁ ଦୋହଲାଇ ଦେଇଥିଲେ। ଆମ ଓଡ଼ିଶାରେ ପଞ୍ଚସଖା ଯୁଗ ହେଉଛି ପ୍ରଧାନତଃ ଜିଜ୍ଞାସାର ଯୁଗ। ଯେକୌଣସି ଧର୍ମର ଇତିହାସରେ ମଧ୍ୟ ଜିଜ୍ଞାସାର ଅଭାବ ଦେଖାଯାଏ ନାହିଁ। ଏହି ଜିଜ୍ଞାସା ବଳରେ ପୁରୁଣା ଭାଙ୍ଗିଛି, ପୁରୁଣା ସତ୍ୟ ସ୍ତମ୍ଭ ଉପରେ ନୂଆ ଆସି ପ୍ରତିଷ୍ଠିତ ହୋଇଛି। ପୁରୁଣାଟିକୁ କାଟି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଓ ବିଚ୍ୟୁତ ଭାବରେ ନୂଆକୁ ଆଣି ଠିଆ କରାଇବା କୌଣସି ଇତିହାସରେ ମଧ୍ୟ ଆମେ ପାଇବା ନାହିଁ। ତେଣୁ ଜିଜ୍ଞାସାର ମାର୍ଗ କଦାପି ବିଲୋପର ମାର୍ଗ ନୁହେଁ। সকଳ ପ୍ରକାରର ପ୍ରବର୍ତ୍ତନ ଓ ପରିବର୍ତ୍ତନ ଲାଗି ଏହା ହେଉଛି ଏକ ସୁସ୍ଥ ମାର୍ଗ। ବିଶ୍ୱାସକୁ ଜୀବନ୍ତ ଓ ପ୍ରାଣମୟ କରି ରଖିବାକୁ ହେଲେ ତାହା ସହିତ ସତତ ଜିଜ୍ଞାସାର ସଦାଚରଣ ରହିଥିବା ଆବଶ୍ୟକ। ଜିଜ୍ଞାସାର ସବୁ ଧର୍ମ ଓ ଦର୍ଶନ ଆରମ୍ଭ ହେଲା ପରେ ନୂତନ ଜିଜ୍ଞାସାର ହିଁ ଧର୍ମ ଓ ନୂତନ ଦର୍ଶନ ଆରମ୍ଭ ହେଉଛି। ସମସ୍ତ ଜିଜ୍ଞାସା ଉପରେ ବିଶ୍ୱାସ କରିବା ଉଚିତ। ତାପରେ ଦେଖିବା ଆମେ 3 ନମ୍ବର କ'ଣ ଅଛି ହେଲା, ଦେଖନ୍ତୁ, ଧର୍ମ ସମ୍ପ୍ରଦାୟ ସମ୍ପର୍କରେ ପ୍ରାବନ୍ଧିକଙ୍କର ବକ୍ତବ୍ୟ ବିଶ୍ଳେଷଣ କର। ମନୁଷ୍ୟ ଆଜି ଆଧ୍ୟାତ୍ମିକ ଅର୍ଥ ଭୁଲି ଯାଇଛି। ସେ ଆଧ୍ୟାତ୍ମିକ ଚିନ୍ତା ଚେତନାର ସମନ୍ୱୟକୁ ତ୍ୟାଗ କରି ଏକ ନୂତନ ପଥର ପଥିକ ହୋଇଛି। ଧର୍ମ ନାମରେ ସେ ବିଭିନ୍ନ କୁଚ୍ଛା ରଚନା କରିଛି। ତା ସହିତ ନାମକୁ ମାତ୍ର ଧର୍ମ ବୋଲି ହାଲ୍ଲା କରୁଛି। ସମ୍ପ୍ରଦାୟର ସତ୍ୟଟାକୁ ଶକ୍ତି ଦେବା ଉଦ୍ଦେଶ୍ୟରେ ଚୈତନ୍ୟ ସୃଷ୍ଟି ହୋଇଥାଏ।
ଗୁରୁ ନାମରେ ବୀଜ ମନ୍ତ୍ରର ସୃଷ୍ଟି ହୁଏ, ପୋଥି ଲେଖା ହୁଏ, ତା ସହିତ ପ୍ରଚାର ବଢ଼େ, ବଂଶ ମଧ୍ୟ ବଢ଼େ। ଆପେ ମାନି ନେଉଥିବା ବାଟ ବ୍ୟତୀତ ଅନ୍ୟ ସକଳ ବାଟକୁ ଅବାଟ ବୋଲି କହିବାକୁ ଏଥିରୁ ଗୋଟିଏ ପ୍ରକାରର କ'ଣ ଦୁଃସାହସ ମଧ୍ୟ ମିଳିଥାଏ। ତା ସହିତ ସଂସାର ଗୋଟାକୁ ଆପରାଣ ଗୋଷ୍ଠୀ ଭିତରକୁ ଭାନ୍ତି ନେଇ ଆସିବା ଲାଗି ଏକ କାମନା ମଧ୍ୟ ବଢ଼ିଥାଏ। ଏହି କାମନାକୁ ଧର୍ମ ବୋଲି କୁହାଯାଇଥାଏ। ମନ୍ଦିର, ଭାନା, ନାମ ଜପ ଓ ଉତ୍ସବ ଏହି ସବୁ ଆନୁଷଙ୍ଗିକ ଉପଚାର ଦ୍ୱାରା ଧର୍ମ କାମନା ଅଗ୍ନିକୁ ଇନ୍ଧନ ଯୋଗାଇ ଦିଆଯାଇଅଛି। ତାପରେ ଦେଖିବା ଆମେ 4 ନମ୍ବର ହେଲା ମୋକ୍ଷର ଅର୍ଥ କ'ଣ? ମୋକ୍ଷ କହିଲେ ଆମେ କ'ଣ ବୁଝୁ ନା, ଦେଖ ମୋକ୍ଷର ଅର୍ଥ ଜୀବନରୁ ମୁକ୍ତି, ଜୀବନର ସକଳ ଦୁଃଖ ଓ ଦହନରୁ ମୁକ୍ତି। ମରଣରେ ଜୀବନର ଅବସାନ ହୁଏ, ଜୀବନ ସକଳ ଦୁଃଖ ଓ ଦହନରୁ ମୁକ୍ତି ପାଇଥାଏ। ମରଣରେ ଜୀବନର ଅବସାନ ପରେ ମୋକ୍ଷ ସ୍ୱର୍ଗବାସକୁ ବୁଝାଇଥାଏ। ତା ଦେଖିବା ପୂର୍ବ କର୍ମ ପ୍ରସଙ୍ଗରେ ଲେଖକ କ'ଣ କହିଛନ୍ତି? ମନୁଷ୍ୟ ପୂର୍ବ ଜନ୍ମର କର୍ମ ଏହି ଜନ୍ମରେ ଭୋଗ କରିଥାଏ। ପୂର୍ବ ଜନ୍ମରେ ଭଲ କାମ କରିଥିଲେ ସେ ଭଲ ଫଳ ଭୋଗ କରେ ଏବଂ ଖରାପ କାମ କରିଥିଲେ ସେ ଖରାପ ଫଳ ଭୋଗ କରିଥାଏ। କର୍ମକୁ ବଦଳାଇବା ଅସମ୍ଭବ ଏବଂ କର୍ମକୁ ମନୁଷ୍ୟ ଆଦରି ନେଇଥାଏ। ଜୀବନରେ କ'ଣ ଘଟିବ ଓ ଆର ଜନ୍ମକୁ କ'ଣ ହେବ ତାହା ନିଜ ଉପରେ ହିଁ ନିର୍ଭର କରିଥାଏ। କେତେକ ଭାବନ୍ତି ଜୀବନ ବିଷୟରେ କିଛି ଚିନ୍ତା ନ କରି ଧର୍ମ ଚିନ୍ତା କରିବାକୁ ହୋଇଥାଏ। ଜଣେ ବ୍ୟକ୍ତି ଭଲରେ ଚଳିବା ସମୟରେ ତାର ପଡ଼ୋଶୀ ବହୁତ ଦୁଃଖ ଭୋଗ କରୁଛି, ଏହା ହିଁ ହେଉଛି କର୍ମଫଳ। ଏହା ଦ୍ୱାରା ହିଁ ଘଟିଛି। ତ ସେହିପରି ଜଣଙ୍କ ଘରେ କ୍ଷୀରି ପୁରୀରେ ଭାସୁଛି, ଅନ୍ୟ ଜଣଙ୍କ ଘରେ କିଛି ନାହିଁ, ଏହା ମଧ୍ୟ କର୍ମବାଦର ଆୟତରେ ଫଳ ଫଳିଥାଏ। ବିବେକାନନ୍ଦ ମୋକ୍ଷ ବିଷୟରେ କ'ଣ କହିଥିଲେ ନା, ବିବେକାନନ୍ଦଙ୍କ ମତରେ ମୋକ୍ଷର ଅର୍ଥ ବଦଳିଗଲା। ସେ ମୋକ୍ଷ କହିଲେ ମାୟାମୟ ଜଗତରୁ ପଳାଇ ଯିବାକୁ କ'ଣ ବୁଝାଇଲା ନାହିଁ। ମୋକ୍ଷର ନୂଆ ଅର୍ଥ ହେଲା ଯେ ସକଳ ପ୍ରକାରର ପାଶରୁ ପ୍ରମାଦରୁ ମୁକ୍ତ ହୋଇ ମଣିଷ ଜୀବନ ସମର୍ପଣ କରିବା, ସମାଜର ଦୁର୍ଗତ ଜୀବନକୁ ଅଧିକ ମାନବିକ କରିବାକୁ ହେବ। ତ ସହିତ ଭାଗବତ କରୁଣାକୁ ଆପରାଣ ଜୀବନ ପ୍ରେରଣାରେ ପରିଣତ କରି ସକଳ ମଣିଷର ଦୁଃଖକୁ ଆପରାଣ ଦୁଃଖ ବୋଲି ଗ୍ରହଣ କରିବାକୁ ହେବ। ତାପରେ ଦେଖିବା 7 ନମ୍ବର କ'ଣ ଅଛି? ପରଜୀବନରେ ମୋକ୍ଷ ଲାଭ କରିବା ବିଷୟରେ ବିବେକାନନ୍ଦ କ'ଣ କହିଥିଲେ ନା, ଦେଖନ୍ତୁ ପରଜୀବନରେ ମୋକ୍ଷ ଲାଭ କରିବା ବିଷୟରେ ବିବେକାନନ୍ଦ କହିଥିଲେ ଯେ ମୋ ଦେଶରେ ଯେପରି ଛାର କୁକୁରଟାଏ ମଧ୍ୟ ଭୋକିଲା ରହିଛି, ଯେ ପର୍ଯ୍ୟନ୍ତ କୌଣସି ପ୍ରକାରେ ମୋକ୍ଷର ମୁଁ କ'ଣ କାଦପି ଶାନ୍ତି ହୋଇପାରିବି ନାହିଁ। ଆଉ ଏକ ପ୍ରସଙ୍ଗରେ ସେ କହିଥିଲେ ଯେ ପର୍ଯ୍ୟନ୍ତ ସଂସାରରେ ଦୁଃଖ ରହିଛି, କ୍ଷୁଧା ଓ ବ୍ୟାଧିର ମଣିଷକୃତ ନାନା କୌଶଳରେ ସହସ୍ର ମଣିଷଙ୍କର ଜୀବନ ପଥ ବାରିତ ହୋଇ ରହିଛି, ସେ ପର୍ଯ୍ୟନ୍ତ ଏହି ସଂସାରରେ ମୁଁ ବାର ମଣିଷ ହୋଇ ଜନ୍ମ ହେବାକୁ ଚାହେଁ। ତାପରେ ଦେଖିବା ୟୁରୋପ ଓ ଭାରତୀୟ ଧର୍ମ ସଂଘାତ ଫଳରେ କ'ଣ ହୋଇଥିଲା ନା, ୟୁରୋପ ଓ ଭାରତୀୟ ଧର୍ମ ମଧ୍ୟରେ ସଂଘାତ ସୃଷ୍ଟି ହେଲା। ଏହି ସଂଘାତ ଫଳରେ ଭାରତୀୟ ସକଳ ପରମ୍ପରା ଭାରତ ଭୂମିରୁ ବିଲୁପ୍ତ ହୋଇ ଯାଇଥାନ୍ତା, କିନ୍ତୁ ଆମର ପରମ ସୌଭାଗ୍ୟ ହେତୁ ଏହି ସଂଘାତ ଏକ ସମୟରେ ଜନ୍ମ ଲାଭ କଲା। ସମୁଦ୍ର ମନ୍ଥନରୁ ଅମୃତ ଜାତ ହେଲା। ୟୁରୋପୀୟ ଓ ଭାରତୀୟ ଧର୍ମରେ ଯେଉଁ ସବୁ ସାର ସତ୍ୟ ନିହିତ ରହିଥିଲା, ଉଭୟ ସମନ୍ୱୟରେ ଭାରତବର୍ଷରେ ଏକ ନୂତନ ଧର୍ମ ବିପ୍ଳବ ସଂଜାତ ହେଲା। ସକଳ ଅନ୍ଧବିଶ୍ୱାସ ତା ସହିତ ଉଦାସୀନତାକୁ ଭାଙ୍ଗି ନୂତନ ଜୀବନ ସ୍ରୋତର ଧାରା ପ୍ରବାହିତ ହେଲା। ୟୁରୋପ ଜାତୀୟ ଓ ସାମାଜିକ ଚେତନା ଆମର ଧର୍ମ ଚେତନାରେ ନୂତନ ପ୍ରେରଣା ଓ ଅନ୍ତର୍ଦୃଷ୍ଟି ଭରିଦେଲା। ସାମାଜିକ ଓ ମାନବିକ ନ୍ୟାୟରେ ଯେକୌଣସି ସଙ୍ଗତ ଧର୍ମ ନ୍ୟାୟର ଏକ ଅଙ୍ଗ ମାତ୍ର। ଊନବିଂଶ ଶତାବ୍ଦୀରେ ଆମେ ଏହାର ପ୍ରମାଣ ପାଇଥିଲୁ। ଏଟା 8 ନମ୍ବର ଗଲା। ତାପରେ ଆମେ ଦେଖିବା ହେଲା 9 ନମ୍ବର କ'ଣ ଅଛି? ଜିଜ୍ଞାସା ପ୍ରସଙ୍ଗରେ ଲେଖକ କ'ଣ କହିଛନ୍ତି ନା, ଜିଜ୍ଞାସାର ମାର୍ଗ କଦାପି ବିଲୋପ ନୁହେଁ। ସକଳ ପ୍ରକାର ପ୍ରବର୍ତ୍ତନ ଓ ପରିବର୍ତ୍ତନ ଲାଗି ଏହା ହେଉଛି ଏକ ସୁସ୍ଥ ମାର୍ଗ। ବିଶ୍ୱାସକୁ ଜୀବନ୍ତ ଓ ପ୍ରାଣମୟ କରି ରଖିବାକୁ ହେଲେ ତାହା ସହିତ ସତତ ଜିଜ୍ଞାସାର ସଦାଚରଣ ରହିଥିବା ଦରକାର। ଜିଜ୍ଞାସାର ସବୁ ଧର୍ମ ଓ ଦର୍ଶନ ଆରମ୍ଭ ହେଲା ପରେ ନୂତନ ଜିଜ୍ଞାସାରୁ ହିଁ ନୂତନ ଧର୍ମ ଓ ନୂତନ ଦର୍ଶନ ଆରମ୍ଭ ହୋଇଥାଏ। ଭାରତରେ ବୌଦ୍ଧ ଧର୍ମ ଓ ଜୈନ ଧର୍ମ ହେଉଛି ଜିଜ୍ଞାସାର ଧର୍ମ। ଶଙ୍କରାଚାର୍ଯ୍ୟ ମଧ୍ୟ ଜିଜ୍ଞାସାର ଆହ୍ୱାନ କରିଥିଲେ। ତାପରେ ଦେଖିବା କ'ଣ ଅଛି 10 ନମ୍ବରରେ ଭଗବାନଙ୍କର ବିଷୟରେ ଲେଖକ କ'ଣ କହିଛନ୍ତି?
ଭଗବାନଙ୍କର ପ୍ରସଙ୍ଗ ପଡ଼ିଲେ ଅନେକ ପ୍ରଶ୍ନ ମନ ମଧ୍ୟକୁ ଆସିଥାଏ। ଭଗବାନ କେଉଁଠି ଅଛନ୍ତି, ତାଙ୍କର କାମ୍ୟ କ'ଣ, ଏହିପରି ଅନେକ ସତଃ ପ୍ରଶ୍ନ ମନକୁ ଆସିଥାଏ। ଆମର ଗୋଟିଏ କଥା ଅଛି ଯେ ପ୍ରହ୍ଲାଦ ଭଗବାନଙ୍କୁ ଖୁଣ୍ଟରୁ ବାହାର କରିଥିଲା। ତା ସହିତ ଭଗବାନଙ୍କର ପ୍ରସଙ୍ଗ ଭୁରି ଭୁରି ପ୍ରଶଂସା ଚାଲିଛି ଭାଗବତରେ। ତା ସହିତ ଭଗବାନଙ୍କର ବିଭିନ୍ନ ଯେଉଁ ଲୀଳା ଖେଳା ଇତ୍ୟାଦି ବର୍ଣ୍ଣିତ ହୋଇଛି। ଭଗବାନ ହେଉଛନ୍ତି ଅଦ୍ୱିତୀୟ, ସେ ପୁଣି କ'ଣ ବିଶ୍ୱାସରେ ମିଳିପାରିଥାନ୍ତି, ତର୍କରେ ବହୁତ ଦୂରକୁ ସେ ଚାଲିଯାନ୍ତି। ଆମର କଥାରେ ଅଛି ଯେ ବିଶ୍ୱାସ ମିଳଇ ଖଡ଼ି ତର୍କେ ବହୁତ ଦୂର। ସମ୍ପ୍ରଦାୟର ଅର୍ଥରେ ଲେଖକ କ'ଣ କହିଛନ୍ତି ନା ଦେଖନ୍ତୁ, ସମ୍ପ୍ରଦାୟର ସବୁଟାକୁ ଶକ୍ତି ଦେବା ଉଦ୍ଦେଶ୍ୟରେ ଚିତା ଚୈତନ୍ୟ ସୃଷ୍ଟି ହୋଇଥାଏ। ଗୁରୁ ନାମ ଓ ବୀଜ ମନ୍ତ୍ର ସୃଷ୍ଟି ହୋଇଥାଏ। ପୋଥି ଲେଖା ହୁଏ, ପ୍ରଚାର ବଢ଼େ, ବଂଶ ମଧ୍ୟ କ'ଣ ବଢ଼େ। ଆପେ ମାନି ନେଉଥିବା ବାଟକୁ ଅବାଟ ବୋଲି କହିବାରୁ ଏଥିରୁ ଗୋଟିଏ ପ୍ରକାରର କ'ଣ ଦୁଃସାହସ ମଧ୍ୟ ମିଳିଥାଏ। ସଂସାର ଗୋଟାକୁ ଆପଣା ଗୋଷ୍ଠୀ ଭିତରକୁ ବାନ୍ଧି ନେଇ କାମନା ମଧ୍ୟ ବଢ଼େ ଏବଂ କାମନାକୁ ଧର୍ମ ବୋଲି କୁହାଯାଇଥାଏ। ମନ୍ଦିର, ବାନା, ନାମ ଜପ ଓ ଉତ୍ସବ ଇତ୍ୟାଦି ଆନୁଷଙ୍ଗିକ ଉପଚାର ଦ୍ୱାରା ଧର୍ମ କାମନାର ଅଗ୍ନିକୁ ଇନ୍ଧନ ଯୋଗାଇଥାଏ। ତାପରେ ଦେଖିବା, ମଣିଷ କାହିଁକି କାଠ ବା ପଥର ହୋଇ ବସେ ନା ଦେଖ, ଗୋଟିଏ ନିର୍ମମ କର୍ମବାଦର ନିର୍ଦ୍ଦେଶକୁ ଜୀବନର ଚରମ ଧର୍ମ ବୋଲି ମାନି ନେଇ ନିର୍ମମ ହୋଇ ବସିଲେ ଅପର ପ୍ରତି ତଥା ଆପଣା ପ୍ରତି କେବଳ ଏକ ଉଦାସୀନତା ହିଁ ସାର ହୋଇଥାଏ। ଏହାଦ୍ୱାରା ମଣିଷ ତାର ଶକ୍ତି ହରାଇ ବସେ। ଏହି ଅଶକ୍ତତା ହେତୁ ସେ ଆପଣାର ବ୍ୟକ୍ତିଗତ ସାମାଜିକ ଜୀବନରେ ଅନେକ ଅନ୍ୟାୟ ଓ କ'ଣ ଅବ୍ୟବସ୍ଥାକୁ ମଧ୍ୟ ପ୍ରଶ୍ରୟ ଦିଏ। ସେଥିଲାଗି ଆଦ୍ୟ ଆହତ ଅନୁଭବ କରେ ନାହିଁ। କାଠ ବା ପଥରର ସହନଶୀଳତା ପରି ସେ ନିଜେ ମଧ୍ୟ କେବଳ କାଠ ବା ପଥର ହୋଇ ବସିଥାଏ। ଆଉ ଦେଖିବା କ'ଣ ଅଛି 13 ନମ୍ବର ହେଲା, ସ୍ୱାମୀ ବିବେକାନନ୍ଦ ପ୍ରବନ୍ଧର ପ୍ରାବନ୍ଧିକ କିଏ? ଚିତ୍ତରଞ୍ଜନ ଦାସ। ବିଶ୍ୱାସରେ କିଏ ମିଳିଥାନ୍ତି? ହରି। ତର୍କରେ କିଏ ଦୂରେଇ ଯାଆନ୍ତି? ହରି। ବିଶ୍ୱାସ କରି ବସିଲେ କ'ଣ ଦରକାର ହୁଏ? ତର୍କ ଦରକାର ହୁଏ। ବିଶ୍ୱାସ ଭିତରୁ କାହାକୁ ଅଲଗା କରି ରଖିଲେ ତର୍କ କ'ଣ ଦରକାର ହୁଏ ନା ଭୟ ଓ ମିଥ୍ୟା। କିଏ ବିଲୋପର ମାର୍ଗ ନୁହେଁ? ଜିଜ୍ଞାସା ବିଲୋପର ମାର୍ଗ ନୁହେଁ। ତାପରେ ଦେଖିବା କ'ଣ ଅଛି ନା, କେଉଁ ଯୁଗ? ଜିଜ୍ଞାସାର ଯୁଗ, ପଞ୍ଚସଖା ଯୁଗ। ଧର୍ମ ଦର୍ଶନ କେଉଁଥିରୁ ଆରମ୍ଭ ହୋଇଥାଏ? ଜିଜ୍ଞାସାରୁ। ମୁଖ୍ୟ ଅର୍ଥ କ'ଣ? ମୁଖ୍ୟ ଅର୍ଥ ଜୀବନରୁ ମୁକ୍ତି। ତାପରେ ଦେଖିବା କ'ଣ ଅଛି, ବିବେକାନନ୍ଦ କାହାର ପ୍ରତୀକ? ଜିଜ୍ଞାସାର ପ୍ରତୀକ। ଧର୍ମସ୍ୟ ତତ୍ତ୍ୱ ନିହିତଂ ଗୃହାୟା। ଏହାର ଅର୍ଥ କ'ଣ ନା ଧର୍ମର ତତ୍ତ୍ୱ ଗୁହା ଭିତରେ ହିଁ ନିହିତ ହୋଇ ରହିଛି। ମନୁଷ୍ୟକୁ କେଉଁ କର୍ମ ଭୋଗ କରିବାକୁ ପଡ଼ିଥାଏ ନା ପୂର୍ବଜନ୍ମର କର୍ମ ଭୋଗ କରିବାକୁ ପଡ଼ିଥାଏ। ଅନ୍ୟ ପ୍ରତି ସହନଶୀଳ ଭାବ ରଖିଲେ କ'ଣ ହୋଇଥାଏ ନା ଅନ୍ୟ ପ୍ରତି ସହନଶୀଳ ତଥା ଶ୍ରଦ୍ଧା ଭାବ ରହିଲେ ଜୀବନ ଆଗକୁ ଚାଲିଥାଏ। ଭାରତୀୟ ଧର୍ମ କାହା ସହିତ ସଂଘାତର ସମ୍ମୁଖୀନ ହୋଇଥାଏ ନା ୟୁରୋପ ଧର୍ମ ସହିତ ହେଲା। ତାହେଲେ ଦେଖିବା, ଏହି ସଂଘାତରୁ କ'ଣ ଜନ୍ମ ହେଲା ନା ଏହି ସମୟରୁ ନବ ଜନ୍ମ ହେଲା। ତାପରେ ଦେଖିବା କ'ଣ ଅଛି, ଅଳ୍ପ ଅଛି ହେଲା। ସମୁଦ୍ର ମନ୍ଥନରୁ କ'ଣ ଜାତ ହୁଏ ନା ଅମୃତ ଜାତ ହୁଏ। ବିବେକାନନ୍ଦଙ୍କର ମତରେ ମୋକ୍ଷର ଅର୍ଥ କ'ଣ ନା সকল ପ୍ରକାରର ପାଶର ପ୍ରମାଦରୁ ମୁକ୍ତି ହୋଇ ମଣିଷ ଲାଗି କ'ଣ ଜୀବନ ସମର୍ପଣ କରିବା। ଏଟା ହେଉଛି ମୋକ୍ଷର ଅର୍ଥ। ସ୍ୱାମୀ ବିବେକାନନ୍ଦଙ୍କର ପରେ ଭାରତୀୟ ଧର୍ମର ନୂତନ ପରମ୍ପରାରେ କିଏ ଥିଲେ ନା ରବୀନ୍ଦ୍ରନାଥ ଏବଂ ମହାତ୍ମା ଗାନ୍ଧୀ ଓ ଶ୍ରୀ ଅରବିନ୍ଦ ଥିଲେ। ତ ପିଲାମାନେ ଆଜିର ଭିଡ଼ିଓଟି ତୁମମାନଙ୍କ ପାଇଁ ଏଇଠି ରଖୁଛି। ଦେଖାବା ଗୋଟେ ନେକ୍ସଟ ଭିଡ଼ିଓରେ। ଆମେ ତୁମର ଯେଉଁ ୟୁନିଟ୍ 40 ସମ୍ପୂର୍ଣ୍ଣ ଭାବରେ ଆଲୋଚନା କଲେ, ଆମେ या पर वीडियो माध्यम तुम कोड 14 को जी कोड 14 पेपर को जीवा तुम डीएससी पेपर को आसवा सब सर्टिफिकेट गुड़ाक आलोचना करिए। तो वीडियो को सब देखते धन्यवाद। जय जगन्नाथ समस्त को।